ପଲ୍ଲବୀ କହିବେ, ସମସ୍ତେ ଟିକେ କନ୍ଦାକଟା ବନ୍ଦ କର। ମୁଁ ହାତ ଯୋଡୁଛି। ସମସ୍ତେ ଟିକେ କନ୍ଦାକଟା ବନ୍ଦ କର। ମୁଁ ଆଦର୍ଶଙ୍କର କିଛି ବି ହେଇନି। କିଛି ବି ହେଇନି ମୁଁ ଆଦର୍ଶଙ୍କର। ହାତ ଯୋଡୁଛି। କନ୍ଦାକଟା ବନ୍ଦ କରନ୍ତୁ। ପୁଣି କହିବେ, ତମେ ତ ବହୁତ ବଡ଼ ବଡ଼ କଥା କହୁଥିଲ ଯେ ସାରା ଜୀବନ ମୋ ସାଙ୍ଗରେ ସାଥୀ ହେଇକି ରହିବ। କିନ୍ତୁ ଯଦି ଏମିତି ଅଧା ରାସ୍ତାରେ ଛାଡ଼ି ଚାଲିଯିବାର ଥିଲା, ତାହେଲେ କ'ଣ ପାଇଁ ମୋ ଜୀବନକୁ ଆସିଲ ଆଦର୍ଶ? କ'ଣ ପାଇଁ? ନାଇଁ ନାଇଁ, ତମେ ମୋତେ ଏମିତି ଛାଡ଼ି ଚାଲିଯାଇ ପାରିବନି। ତମକୁ ପୁଣି ଥରେ ଫେରିବାକୁ ପଡ଼ିବ। ମାମାଙ୍କ ପାଇଁ, ସାନ ମାଙ୍କ ପାଇଁ। ଆଦର୍ଶ ଦେଖ, କେତେ ଅସହାୟ ହୋଇ ପଡ଼ିଛନ୍ତି ଦେଖ। ତମେ ତାଙ୍କର ଜୀବନ, ତମେ ତାଙ୍କ ସାହାରା। ତାଙ୍କର ଏ ପରିଣତ ବୟସରେ ତମେ ତାଙ୍କୁ ଏତେ ବଡ଼ ଆଘାତ ଦେଇ ଚାଲିଯିବ, ଏଇଟା କେମିତି ସମ୍ଭବ ଆଦର୍ଶ? କେମିତି ସମ୍ଭବ? ଇଏ କେବେ ବି ହେଇପାରିବନି ଆଦର୍ଶ। ଭଗବାନ ମୋ ସାଙ୍ଗରେ ଏତେ ବଡ଼ ଅନ୍ୟାୟ କରିପାରିବେନି। କେବେ ବି ନୁହଁ। ତାପରେ କୁଳଦେବତାଙ୍କ ମୂର୍ତ୍ତି ନଥିବା କଥା ଭାବିବେ। ଆଉ କହିବେ, ମାମା, ଆପଣ କୁଳଦେବତାଙ୍କ ମୂର୍ତ୍ତି ଧରି ଘରୁ ଆସିଥିଲେ ନା? କାହାନ୍ତି ସେ ମୂର୍ତ୍ତି? କ'ଣ ବାବାଙ୍କ ରୁମ୍ରେ ରଖିଛନ୍ତି? କୁହନ୍ତୁ ମାମା, କୁହନ୍ତୁ। ମୁଁ କୁଳଦେବତାଙ୍କ ଗୋଡ଼ ତଳେ ପଡ଼ିଯିବି। ମୁଁ ମୋ ନିଜ ରକ୍ତରେ ଅଭିଷେକ କରିବି ମୋ ଆଦର୍ଶକୁ ଫେରେଇ ଆଣିବା ପାଇଁ। ତାଙ୍କ ପାଖରେ ପ୍ରାର୍ଥନା କରିବି। କୁହନ୍ତୁ ମାମା, କାହିଁ ସେ ମୂର୍ତ୍ତି? କାହାନ୍ତି ଠାକୁର? ମାମା, ମାମା ପ୍ଲିଜ୍, ଆପଣ କୁହନ୍ତୁ, ସେ ମୂର୍ତ୍ତି ଆପଣ କୋଉଠି ରଖିଲେ ମାମା? କୁହନ୍ତୁ ନା। ଏହାପରେ ଦାଦିମା କହିବେ, ଇଏ ତୁ କ'ଣ କହୁଛୁ ପଲ୍ଲବୀ? ମାୟା ଠାକୁର ଘର କୁଳଦେବତାଙ୍କ ମୂର୍ତ୍ତି ଉଠେଇ ଆଣିଛି? ମାୟା, ମୁଁ ଇଏ କ'ଣ ଶୁଣୁଛି? ସତରେ ତୁ କ'ଣ ଠାକୁର ଘର କୁଳଦେବତାଙ୍କୁ ଉଠେଇ ଆଣିଛୁ? କୋଉଠି ରଖିଛୁ? କୋଉଠୁ ରଖିଛୁ ସେ ମୂର୍ତ୍ତି? କାହିଁକି ତୁ ଉଠେଇକି ଆଣିଥିଲୁ? ଆରେ ଚୁପ୍ କରି କାହିଁକି ଅଛୁ? କହୁନୁ କାହିଁକି? ତାପରେ ମାୟା କହିବେ, କ'ଣ ଆଉ କରିଥାନ୍ତି ପିଇସୀମା? ଠାକୁର ଘରେ ଖଣ୍ଡିତ ଯୁଗଳ ମୂର୍ତ୍ତିକୁ ମୁଁ ରଖିଥାନ୍ତି କେମିତି? ଆପଣ କ'ଣ ଦେଖିନାହାନ୍ତି ପିଇସୀମା? ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତିରେ ଫାଟ ଆସି ଯାଇଥିଲା। ତାପରେ ଦାଦିମା କହିବେ, ଆରେ ଫାଟ ଆସି ଯାଇଥିଲେ ବୋଲି ତୁ ଉଠେଇ ଆଣିଛୁ। ଆଉ ସେ ଉଠେଇ ଆଣିକି କୋଉଠି ରଖିଛୁ ମୂର୍ତ୍ତି? ଏହାପରେ ମାୟା କହିବେ, ମୁଁ ସେ ଖଣ୍ଡିତ ମୂର୍ତ୍ତିକୁ ନଦୀରେ ନେଇକି ବିସର୍ଜନ କରିଦେଇଛି। ତାପରେ ମମତା ଓ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯିବେ। ଆଉ ଦାଦିମା ମୁଣ୍ଡରେ ହାତ ଦେଇ କହିବେ, ହେ ଭଗବାନ। ତାପରେ ପଲ୍ଲବୀ କହିବେ, ଇଏ ଆପଣ କ'ଣ କଲେ ମାମା? ନଦୀରେ ବିସର୍ଜନ କରିଦେଲେ? କିନ୍ତୁ କାହିଁକି ମାମା? ତାପରେ ଦାଦିମା କହିବେ, ଆରେ ମାୟା, ତୁ କେତେ ବଡ଼ ପାପ କରିଦେଲୁ ତୁ ନିଜେ ବି ଜାଣୁନୁ। ଏହାପରେ ମାୟା କହିବେ, ମୁଁ ତ କୌଣସି ପାପ କରିନି ପିଇସୀମା। ଓଲଟି ସମସ୍ତଙ୍କୁ ବହୁତ ବଡ଼ ଭୁଲ କରିବାରୁ ଅଟକେଇ ଦେଇଛି ମୁଁ। ଅନ୍ତତଃ ଆପଣ ତ ଜାଣିଛନ୍ତି ପିଇସୀମା, ଠାକୁର ଘରେ ଭଙ୍ଗା ମୂର୍ତ୍ତି ପୂଜା କରିବାଟା ଅଶୁଭ। ଖାସ୍ କରି ଯୁଗଳ ମୂର୍ତ୍ତିରେ ଫାଟ ଆସେ, ସେ ମୂର୍ତ୍ତିକୁ ଯେତେ ଶୀଘ୍ର ବିସର୍ଜନ କରିଦେବାଟା ଉଚିତ। ସେଥିପାଇଁ ସେ ମୂର୍ତ୍ତିକୁ ମୁଁ ବିସର୍ଜନ କରିଦେଲି। ପୁଣି କହିବେ, ପିଇସୀମା, ଆପଣ ଚିନ୍ତା କରନ୍ତୁନି। ସବୁକିଛି ଠିକ୍ ହେଇଗଲା ପରେ ଦେଖିବେ, ଆମେ ପୁଣି ଥରେ ଆମ ଘରେ କୁଳଦେବତାଙ୍କ ମୂର୍ତ୍ତିକୁ ସ୍ଥାପନ କରିବା। ଏହାପରେ ଦାଦିମା ମନେ ମନେ କହିବେ, ମାୟା ଯାହା କଲା, ଭୁଲ କଲା କି ଠିକ୍, ମୁଁ କିଛି ବି ବୁଝିପାରୁନି। ମାୟାର ଏ ଭୁଲ ଯୋଗୁଁ ମୋ ନାତିଆ। ଏହାପରେ ପଲ୍ଲବୀ କହିବେ, ମୁଁ କାହାର କ'ଣ କ୍ଷତି କରିଛି? କ'ଣ ଭୁଲ କରିଛି ମୁଁ ପ୍ରଭୁ, ଯୋଉଥିପାଇଁ ମୋତେ ଏତେ ବଡ଼ ସଜା ଦେଲ? ମୁଁ କିନ୍ତୁ କହିଦଉଛି ପ୍ରଭୁ, ପଛେ ଯାହା ବି ହେଇଯାଉ, ତମେ ମୋ ପାଖରୁ ମୋ ଆଦର୍ଶକୁ ଛଡ଼େଇ ନେଇ ପାରିବନି। ଯଦି ଆଦର୍ଶଙ୍କ ପ୍ରତି ଥିବା ମୋ ପ୍ରେମ ସତ, ଯଦି ମୁଁ ମୋ ଜୀବନରେ କେବେ କାହାର ଅନିଷ୍ଟ ଚିନ୍ତା କରିନି, କାହାର କ୍ଷତି କରିନି, କାହା ପ୍ରତି ମୁଁ ଅନ୍ୟାୟ କରିନି, ତାହେଲେ ତମକୁ ମୋ ଆଦର୍ଶକୁ ବଞ୍ଚେଇବାକୁ ପଡ଼ିବ। ବଞ୍ଚେଇବାକୁ ପଡ଼ିବ। ଯଦି ତମେ ମୋ ଆଦର୍ଶକୁ ବଞ୍ଚେଇ ଦିଅ, ତାହେଲେ ଯୋଉ ମନ୍ଦିରରେ ଆଦର୍ଶଙ୍କର ମୋର ପ୍ରଥମେ ଦେଖା ହେଇଥିଲା, ସେଇ ମନ୍ଦିର ଭୂମିରେ ଗଡ଼ି ଗଡ଼ି 11-12 ପ୍ରଦକ୍ଷିଣ କରିବି। ଖାଲି ପାଦରେ 108 ଥର ପରିକ୍ରମା କରିବି ପ୍ରଭୁ। ତମକୁ ମୋ ଆଦର୍ଶକୁ ବଞ୍ଚେଇବାକୁ ପଡ଼ିବ ପ୍ରଭୁ। ଫେରେଇ ଦେବାକୁ ପଡ଼ିବ ମୋ ପାଖକୁ। ନହେଲେ ମୁଁ ଏଇଠି ଆଦର୍ଶଙ୍କର ପାଦ ତଳେ ମୁଣ୍ଡ ପିଟି ପିଟି ମୋ ଜୀବନ ବଳି ଦେଇଦେବି। ତାପରେ ଏ ସାରା ଜଗତ ଆଉ କେହି ବି ତମକୁ ବିଶ୍ୱାସ କରିବେନି। କେହି ବି ନୁହଁ। କହିକି ଆଦର୍ଶଙ୍କ ବେଡ୍ରେ ମୁଣ୍ଡ ପିଟିବେ। ତାପରେ ମମତା କହିବେ, ପଲ୍ଲବୀ, ମୋ କଥା ଶୁଣ, ଏମିତି ପାଗଳାମି କରନି। ତାପରେ ପଲ୍ଲବୀ କହିବେ, ନାଇଁ, ମୋତେ କେହି ବି ଅଟକେଇବେନି। କେହି ବି ନୁହଁ। କହି ପୁଣି ମୁଣ୍ଡ ପିଟିବେ।
ତାପରେ ମାୟା କହିବେ ରହିଯା ମା, ଇଏ କ'ଣ କରୁଛୁ? ତାପରେ ପଲ୍ଲବୀ କହିବେ ନାଇଁ, ମୋତେ କେହି ବି ଅଟକେଇ ପାରିବେନି, କେହି ବି ନୁହଁ। ପୁଣି ମୁଣ୍ଡ ପିଟିବାକୁ ଗଲାବେଳେ ଆଦର୍ଶଙ୍କ ଗୋଡ଼ ହଲିବ। ତାପରେ ପଲ୍ଲବୀ କହିବେ ମାମା, ଆଦର୍ଶ ବଞ୍ଚିଛନ୍ତି। ମୁଁ ତାଙ୍କ ଗୋଡ଼ ଏବେ ମୁଭ୍ ହେବାର ଦେଖିଲି। ବଞ୍ଚିଛନ୍ତି ଆଦର୍ଶ। ଆଦର୍ଶ ଉଠ, ଆଦର୍ଶ ଉଠ, ଉଠ ଆଦର୍ଶ କହି ବହୁତ କାନ୍ଦିବେ। ତାପରେ ବିନୋଦ ପଲ୍ଲବୀକୁ ଧରି କହିବେ ପଲ୍ଲବୀ, ନିଜକୁ ସମ୍ଭାଳ ମା, ଆଦର୍ଶ ଆଉ ଏ ଦୁନିଆରେ ନାହିଁ ମା। ତାପରେ ପଲ୍ଲବୀ କହିବେ ନାଇଁ ଦାଦା, ଆଦର୍ଶ ଗୋଡ଼ ହଲେଇଛନ୍ତି, ମୁଁ ନିଜେ ଦେଖିଛି। ମୋ କଥା ବିଶ୍ୱାସ କର ସାନମା, ମାମା, ଦାଦିମା, ମୁଁ ନିଜେ ଦେଖିଛି। ମୋ ଆଦର୍ଶ ଗୋଡ଼ ହଲେଇଛନ୍ତି। ଡକ୍ଟର, ଡକ୍ଟର, ମୋ ଆଦର୍ଶ ବଞ୍ଚିଛନ୍ତି। ପ୍ଲିଜ୍ ଡକ୍ଟର ଜଲ୍ଦି ଆସନ୍ତୁ, ଡକ୍ଟର। ତାପରେ ଦାଦିମା କହିବେ ପଲ୍ଲବୀ, ତୁ ଟିକେ ଶାନ୍ତ ହ, ଶାନ୍ତ ହ ତୁ ଟିକେ। ଆରେ ଚାଲି ଯାଇଥିବା ଲୋକ କେବେ ଫେରି ଆସନ୍ତିନି। ଏହାପରେ ଡକ୍ଟର ଆସି କହିବେ କ'ଣ ହେଇଛି, କ'ଣ ହେଇଛି, ଆପଣ ଏମିତି ଚିତ୍କାର କରୁଛନ୍ତି କାହିଁକି? ଏହାପରେ ପଲ୍ଲବୀ କହିବେ ଡକ୍ଟର, ମୋ ଆଦର୍ଶ ବଞ୍ଚିଛନ୍ତି। ପ୍ଲିଜ୍ ଡକ୍ଟର, ମୋ ଆଦର୍ଶକୁ ଟେଷ୍ଟ କରନ୍ତୁ, ତାଙ୍କ ଦେହରେ ଜୀବନ ଅଛି। ପ୍ଲିଜ୍ ଡକ୍ଟର, ଜଲ୍ଦି। ଏହାପରେ ଡକ୍ଟର କହିବେ ଦେଖନ୍ତୁ, ଆମେ ଅଲରେଡ଼ି ସବୁ ଟେଷ୍ଟ କରିସାରିଛୁ। ପେସେଣ୍ଟ ଦେହରେ ଜୀବନ ଥାଇ ଆମେ କ'ଣ ତାକୁ ଡେଥ୍ ଡିକ୍ଲେୟାର କରିପାରିବୁ? ଏକଥା କ'ଣ ସମ୍ଭବ? ଏହାପରେ ପଲ୍ଲବୀ କହିବେ ଡକ୍ଟର, ମୋ କଥାକୁ କାହିଁକି ବିଶ୍ୱାସ କରୁନାହାନ୍ତି? ବିଶ୍ୱାସ କରନ୍ତୁ, ବିଶ୍ୱାସ କରନ୍ତୁ ମୋ କଥାକୁ। ମୋ ଆଦର୍ଶଙ୍କ ଦେହରେ ଜୀବନ ଅଛି। ମୁଁ ନିଜେ ଦେଖିଛି ତାଙ୍କ ଗୋଡ଼ ମୁଭ୍ ହେବାର। ପ୍ଲିଜ୍ ଡକ୍ଟର, ଆପଣଙ୍କୁ ରିକ୍ୱେଷ୍ଟ କରୁଛି, ଆପଣ ମୋ କଥା ମାନିକି ଆଉ ଥରେ ଟିକେ ଟେଷ୍ଟ କରନ୍ତୁ, ପ୍ଲିଜ୍। ତାପରେ ଗୌରବ ଦେଖିବେ ଆଦର୍ଶଙ୍କର ହାତ ହଲିବାର। ଆଉ କହିବେ ପଲ୍ଲବୀ ଠିକ୍ କଥା କହୁଛନ୍ତି ଡକ୍ଟର। ଏବେ ଏବେ ମୁଁ ଆଦର୍ଶଙ୍କର ହାତ ହଲେଇବାର ଦେଖିଲି। ହଁ, ତା ହାତ ହଲୁଛି। ପ୍ଲିଜ୍, ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି, ଆମ କଥା ରଖି ଆଉ ଥରେ ତା ହାର୍ଟବିଟ୍ ଚେକ୍ କରନ୍ତୁ, ପ୍ଲିଜ୍। ତାପରେ ଡକ୍ଟର ଆଦର୍ଶକୁ ଚେକ୍ କରିବେ। ଆଉ କହିବେ ସିଷ୍ଟର, ଜଲ୍ଦି ସବୁ ଇକ୍ୱିପମେଣ୍ଟ ଲଗାଅ, ଜଲ୍ଦି। ତ ଦର୍ଶକ ବନ୍ଧୁ, ଆଦର୍ଶ କ'ଣ ସତରେ ବଞ୍ଚିଛନ୍ତି କି? ଆମକୁ କମେଣ୍ଟ କରି ଜଣାନ୍ତୁ।